କରିବାକୁ ସେ ପିଲାଟି ଦିନରୁ ପ୍ରତିଜ୍ଞା କରିଥିଲେ। ଜାତି ଓ ଦେଶର ଉନ୍ନତି ପାଇଁ କାମ କରି ଶେଷରେ ସେ ଅକାଳରେ ଚାଲି ଯାଇଥିଲେ। ଆଜି ମଧ୍ୟ ଓଡ଼ିଶାରେ ବଢ଼ି ମରୁଡ଼ିରେ ଲୋକମାନେ ସେଇ ଗୋପବନ୍ଧୁ ଦାସ ସେଇ ଏକ ମଣିଷ ଯିଏକି ମଣିଷ ତିଆରି କାରଖାନାର ପ୍ରତିଷ୍ଠାତା, ତାଙ୍କୁ ମନେ ପକାନ୍ତି, ସର୍ବଦା ମନେ ପକାନ୍ତି। ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇ ସେ ବହୁବାର କାରାବରଣ କରିଥିଲେ। ବେଳ ମିଳିଲେ ସେ ସାହିତ୍ୟ ମଧ୍ୟ ଲେଖୁଥିଲେ। ତାଙ୍କର ସବୁ ଲେଖା ଥିଲା ଜାତିର ଉନ୍ନତି ଏବଂ ଅଗ୍ରଗତି ଦିଗରେ ଏବଂ ଜାତିର ପିଢ଼ିକୁ ନୂତନ ଦିଗରେ ଆଗେଇ ନେବା ପାଇଁ ପ୍ରୟାସ। ତାଙ୍କର ସେହି ଲେଖାଗୁଡ଼ିକ ମଧ୍ୟରୁ କାରା କବିତା, ଧର୍ମପଦ, ଗୋ ମାହାତ୍ମ୍ୟ, ନଚିକେତା ଉପାଖ୍ୟାନ ଇତ୍ୟାଦି ଅନ୍ୟତମ ଏବଂ ଅନନ୍ୟ। ସେ ଥିଲେ ସମାଜ ସମ୍ବାଦପତ୍ରର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସ, ଓଡ଼ିଶା ଜାତୀୟ ଜୀବନର ଜଣେ ମହାନାୟକ। ଧନ୍ୟବାଦ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କର କବିତା ଶେଷ ଭିକ୍ଷା। ଦେଶବାସୀ ବନ୍ଧୁ ଆତ୍ମୀୟ ସୋଦର, କାରା ଦଣ୍ଡେ ମୋର ହେଲା କି କାତର। ଥିଲା ଏହା ଆଗୁ ଜଣାଶୁଣା କଥା, ସେଥିପାଇଁ ତେବେ କିଆଁ ମନେ ବ୍ୟଥା। କାତରତା ସିନା କାପୁରୁଷ ପଣ, ବୀର ମାରେ ଅବା ମରେ କରି ରଣ। ପଛ ଘୁଞ୍ଚା ନାହିଁ ବୀରର ଜାତକେ, ନ ମରେ ସେ କେବେ ପରାଣ ଆତଙ୍କେ। ଜାଣିଛି ଲାଗିଛି ଏ ଶାନ୍ତି ସମର, ନାହିଁ ଏଥି ତୋପ ହାତ ହତିଆର। ବଳ ବା ବିଭବ ନାହିଁ ଏଥି ଲୋଡ଼ା, ନାହିଁ ଲୋଡ଼ା ଯାନ ରଥ ହାତୀ ଘୋଡ଼ା। ଆଧ୍ୟାତ୍ମିକ ବଳେ ଲାଗିଛି ଲଢ଼ାଇ, ଭାଙ୍ଗିବାକୁ ପଶୁ ବଳର ବଡ଼ାଇ। ଛାଡ଼ି ଧନ ଆଶା ଘର ଦ୍ୱାର ମାୟା, ଅସଙ୍ଗ ଶସ୍ତ୍ରେ ଯେ ସାଜି ଅଛି କାୟା। ଅହିଂସା ବଳରେ ଯେହୁ ବଳିୟାନ, ଏ ରଣ ପ୍ରାଙ୍ଗଣେ ତାର ଏକା ସ୍ଥାନ। ଏଥିରେ ପ୍ରଥମ ଫଳ କାରାଦଣ୍ଡ, ପଛେ ହୋଇପାରେ ଦେହ ଖଣ୍ଡ ଖଣ୍ଡ। ବୁଝି ଏହା ମୁହିଁ ପଶିଛି ସଂଗ୍ରାମେ, ନାହିଁ ମୋ ବିଚାର ମାନ ଅପମାନେ। ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼, ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼। ସ୍ୱାଧୀନତା ପଥେ ତିଳେ ହେଲେ ନର, ମୋ ଜୀବନ ଦାନେ ହେଉ ଅଗ୍ରସର। ମଙ୍ଗଳମୟଙ୍କ ସୁମଙ୍ଗଳ ଇଚ୍ଛା, ପୁରୁ ଏ ପରାଣେ ଏହି ଶେଷ ଭିକ୍ଷା, ଏହି ଶେଷ ଭିକ୍ଷା, ଏହି ଶେଷ ଭିକ୍ଷା।